ବେଶ୍ୟାଳୟ ଅଗଣାର ମାଟିରେ ହିଁ କାହିଁକି ତିଆରି ହୁଏ ଦେବୀ ମାଙ୍କର ମୂର୍ତ୍ତି? ଦଶହରା ପୂଜାରେ ଦେବୀ ଦୁର୍ଗାଙ୍କର ପୂଜାର୍ଚ୍ଚନା ଓ ବିଧିବିଧାନର ମାହାତ୍ମ୍ୟ ଅନେକ ଅଟେ। ଏହାକୁ ବେଶ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳନ କରାଯାଇଥାଏ। ମା ଦୁର୍ଗାଙ୍କୁ ନେଇ ଅନେକ ଲୋକଙ୍କର କଥା ରହିଆସିଛି। ମା ଦୁର୍ଗା ଶକ୍ତିର ସ୍ୱରୂପ ଅଟନ୍ତି, ଯାହାକୁ ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଓ ସଂହାରକର୍ତ୍ତା ଭାବେ ବିବେଚନା କରାଯାଏ। ମାଙ୍କର ପୂଜା ପ୍ରାୟ 10 ଦିନ ଧରି ଯଥା ବିଧିରେ ଅନୁଷ୍ଠିତ ହୋଇଥାଏ। ଏହି ଦିନ ଗୁଡ଼ିକରେ ମା ସ୍ୱୟଂ ପୃଥିବୀ ପୃଷ୍ଠକୁ ଆସନ୍ତି ବୋଲି ବିଶ୍ୱାସ ରହିଛି। ହେଲେ ଆଜି ମାଙ୍କ ପୂଜାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ପରମ୍ପରା ଜାଣିବାକୁ ଯାଉଛନ୍ତି। ହୁଏତ ପୂର୍ବରୁ ଆପଣ ଏହି ବିଷୟରେ ଅବଗତ ନଥିବେ, ତେବେ ଆସନ୍ତୁ ଜାଣିବା କ'ଣ ରହିଛି ସେହି ନିଆରା ପରମ୍ପରା। ବେଶ୍ୟାଳୟ ତଥା ବେଶ୍ୟା, ଯାହାକୁ ସମାଜରେ ଅତି ନୀଚ ଦୃଷ୍ଟିରେ ଦେଖାଯାଇଥାଏ, ସେମାନଙ୍କୁ ଅଶୁଭ ବୋଲି ବିବେଚନା କରାଯାଏ, ଯେଉଁ କାରଣରୁ ସେମାନେ ସମାଜରେ ହେଉଥିବା ଅନେକ ଧାର୍ମିକ କାର୍ଯ୍ୟରୁ ବଞ୍ଚିତ ହୁଅନ୍ତି। ହେଲେ ମାଙ୍କ ଅପାର କରୁଣାକୁ କେହି କେବେ ବଞ୍ଚିତ ହୋଇପାରିନାହାନ୍ତି। ଯେ ଯେଉଁ ରୂପରେ ମାଙ୍କର ଆଶୀର୍ବାଦ ଲୋଡ଼ିଛି, ମା ତାଙ୍କୁ ସେହି ରୂପରେ ଆଶୀର୍ବାଦ ପ୍ରଦାନ କରିଛନ୍ତି। ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ, ମାଙ୍କ ମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ବେଶ୍ୟାଳୟରୁ ପ୍ରଥମ ମାଟି ଆସିଥାଏ, ଯେଉଁ ମାଟି ବିନା ମାଙ୍କର ପୂଜା ଅସମ୍ପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ। ଏହା ପଛରେ ଅନେକ ରହସ୍ୟ ରହିଛି। କିଛି ଲୋକେ ବିଶ୍ୱାସ କରନ୍ତି ଯେ ସମାଜରେ ବେଶ୍ୟାମାନଙ୍କ ପ୍ରତି ରହିଥିବା ଘୃଣା ଭାବନାକୁ ଦୂରେଇବା ପାଇଁ, ତାଙ୍କ ଆବଶ୍ୟକତାକୁ ଲୋକଲୋଚନକୁ ଆଣିବା ପାଇଁ ମା ଦୁର୍ଗାଙ୍କର ଏପରି ଆଶୀର୍ବାଦ ବେଶ୍ୟାମାନଙ୍କ ଉପରେ ରହିଛି। ଏହା ମଧ୍ୟ କୁହାଯାଏ ଯେ ପୂର୍ବରୁ ମନ୍ଦିର ପୁରୋହିତମାନେ ବେଶ୍ୟାଳୟ ନିକଟକୁ ଯାଇ ବେଶ୍ୟାମାନଙ୍କ ଠାରୁ ସେମାନଙ୍କ ଅଗଣା ମାଟି ଆଣୁଥିଲେ ଏବଂ ଏହାପରେ ମନ୍ଦିର ପାଇଁ ମୂର୍ତ୍ତି ତିଆରି କରାଯାଉଥିଲା, ଯାହାର ପରମ୍ପରା ଆଜି ମଧ୍ୟ ରହିଛି। ଦର୍ଶକ ବନ୍ଧୁ, ଭିଡ଼ିଓଟି କେମିତି ଲାଗିଲା ନିହାତି ଗୋଟିଏ କମେଣ୍ଟ କରିବେ ଏବଂ ଚ୍ୟାନେଲଟିକୁ ନୂଆ ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।